ମୁଁ ଇପ୍ସିତା। ଆଜି ମୁଁ ଗୋଟେ ନ୍ୟू रेसिपी ନେଇକି ଆପଣମାନଙ୍କ ପାଇଁ ଆସିଛି। ଜାଣିଛି ସେଟା ସମସ୍ତେ ଘରେ ଟ୍ରାଏ କରିଥିବେ, ଫିର୍ ବି ମୁଁ ଆଜି ଘରେ ବନଉଛି, ଯାହାର ନାଁ ହେଉଛି ଜହ୍ନି ଆଳୁ ପୋସ୍ତକ। ତ ଆସନ୍ତୁ ଦେଖିବା ମୁଁ କେମିତି ବନଉଛି ଜହ୍ନି ଆଳୁ ପୋସ୍ତକ। ଏହି ରେସିପି ପାଇଁ ମୁଁ ନେଇଛି ଗୋଟେ ବଡ଼ ଜହ୍ନି, ଯାହାକୁ କି ଏମିତି ଛୋଟ ଛୋଟ ପିସେସ୍ରେ କଟ୍ କରି ନେଉଛି। ଦେଖନ୍ତୁ ମୋର ଜହ୍ନି କଟା ପୁରା ରେଡ଼ି ହେଇସାରିଛି। ଏବେ ମୁଁ କଟ୍ କରି ନେଉଛି 2ଟି ବଡ଼ ସାଇଜ୍ର ଆଳୁ। ଆଳୁକୁ ଏମିତି ଛୋଟ ଛୋଟ ସାଇଜ୍ରେ କଟ୍ କରିଦେବେ। ଏବେ ପ୍ୟାନ୍ଟି ଗରମ ହେଇସାରିଲାଣି, ମୁଁ ଆଡ଼୍ କରିଦେଉଛି ସୋରିଷ ତେଲ। ସୋରିଷ ତେଲରେ ଏହି ରେସିପିଟି ବହୁତ ହି ଭଲ ଟେଷ୍ଟ ଆସିଥାଏ। ଏବେ ସୋରିଷ ତେଲରେ ଆଡ଼୍ କରିଦେଉଛି କଳା ଜିରା। ଦେଖନ୍ତୁ କଳା ଜିରା ମଧ୍ୟ ଫୁଟିବା ଷ୍ଟାର୍ଟ କରିସାରିଲାଣି। ମୁଁ ଏଠି 2ଟି ବଡ଼ କଞ୍ଚା ଲଙ୍କା ମଧ୍ୟ ନେଇଛି। ଆଳୁ ପୋସ୍ତକଟା ଟିକେ ସ୍ପାଇସି ହେଲେ ତା'ର ଟେଷ୍ଟଟା 2 ଗୁଣ ହେଇଯାଇଥାଏ। 1 ମିନିଟ୍ ଲଙ୍କାକୁ ଫ୍ରାଏ କରିବା ପରେ ଏବେ ଆଡ଼୍ କରିଦେଉଛି କଟା ହୋଇ ରଖାଯାଇଥିବା ଜହ୍ନି ଏବଂ ଆଳୁକୁ। ଏହି ରେସିପିଟି ତିଆରି କରିବା ବହୁତ ସହଜ ଏବଂ ବହୁତ କମ୍ ସମୟରେ ମଧ୍ୟ ହେଇଯାଇଥାଏ। ଏହି ଟାଇମ୍ରେ ଗ୍ୟାସ୍ର ଫ୍ଲେମ୍ଟିକୁ ଆପଣମାନେ ମିଡ଼ିୟମ୍ ରଖିବେ। ଏବେ ଆଡ଼୍ କରିଦେଉଛି ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ। ଏବେ ସବୁକୁ ଭଲସେ ମିକ୍ସ କରିଦେବା। ଏବେ 5 ମିନିଟ୍ ପାଇଁ ଏହାକୁ କଭର୍ କରିବା ଏବଂ ଗ୍ୟାସ୍ର ଫ୍ଲେମ୍ଟିକୁ ମିଡ଼ିୟମ୍ ରଖିଥିବେ। ଏବେ ଦେଖନ୍ତୁ 5 ମିନିଟ୍ ପରେ ଆମର ଆଳୁ ଏବଂ ଜହ୍ନି ସବୁ ସିଝିଗଲାଣି। ଏବେ ଏଥିରେ ଆଡ଼୍ କରିବା ପୋସ୍ତର ପେଷ୍ଟ। ମୁଁ 2 ଘଣ୍ଟା ଆଗରୁ ପୋସ୍ତକୁ ପାଣିରେ ଭିଜେଇକି ରଖିଥିଲି। ଗ୍ରାଇଣ୍ଡରରେ ଅଳ୍ପ ପାଣି ଦେଇକି ପୋସ୍ତର ପେଷ୍ଟ ବନେଇ ଦେଇଛି। ଏଥିରେ ବେଶୀ ପାଣି ଆପଣମାନେ ଆଡ଼୍ କରିବେନି, ଅଳ୍ପ ପାଣିରେ এই ରେସିପିଟି ବହୁତ ହି ଭଲ ହେଇଥାଏ। ଏବେ ଏସବୁକୁ ଭଲସେ ମିକ୍ସ କରିକି लो फ्लेम्रे 5 मिनिट मु कभर करदेवी। देखंतु 5 मिनिट हो जाइए, आमर आलू जह्नी पोस्त रेडी हो सारी। देखंतु केते सुंदर लुक आछि। आजिर रेसिपीटी भल लगिले वीडियोटी को लाइक कमेंट एवं शेयर मध्य करिवे। मो चैनल टी को जदि एपर्यंत सब्सक्राइब करि नाहंती तेबे सब्सक्राइब निश्चय करि दियंतु। रहुछि नमस्कार।